ନିଦ କାଇଁ ଲାଗିବ ପଇସା ନେଲି ତ ତୁ ରୋଜଗାରରେ ଅଛୁ କଣ ଅଛି ସମୟ ହୋଇନଥିଲା ଖଣ୍ଡଗିରି ଆସିବା ପାଇଁ କିନ୍ତୁ ଆପଣ ଆଗୁଆ ପଳେଇ ଆସିବେ ବୋଲି ଏତେ ଏକ୍ସାଇଟେଡ୍ ସେ ନା ନା ଟାଇମ୍ ଆମେ ଗୋଟେ ପ୍ଲାନ୍ କଲୁ କ'ଣଟେ ସମସ୍ତେ ବିଭିନ୍ନ କରୁଛୁ ଆମେ ଟିକେ ୟୁନିକ୍ କରିବା ପାଇଁ ଗୋଟେ କରିଦେଲୁ ପ୍ଲାନ୍ଟେ ଗୋଟେ ଛୋଟିଆ ଗପଟେ କରିଦେଲୁ ତାକୁ ଯେ ବୁଢ଼ା ଯାଉଛି ବାହାରିକି ତାକୁ ପଚାରୁଛନ୍ତି ଆଉ ମତେ ତମେ ହଇରାଣ କରେନି ମୁଁ ଖଣ୍ଡଗିରି ଯାତ୍ରାକୁ ଯାଉଛି ତମେ ମତେ କାହିଁକି କାଲୁ ବାଲୁ କରୁଛ ମୋ ମାଇପକୁ ନୁଚିକି ଯାଉଛି ମୋ ମାଇପ ଯେଉଁ ବଜାତ ମାଇକି ନା ସେ ଜମା ଛାଡ଼ୁ ସିଏ କହୁଛି ଖଣ୍ଡଗିରି ଗଲା ମାନେ ତମେ ଏଠି ବେମୁରିଆ ହବ ମାନେ କ'ଣ କଥାଟା ତମେ ବୁଝିପାର ତ ମୁଁ ଆଉ କହିବି ସେ ବୁଢ଼ୀ ମୋର ଆଜିକାଲିକା ବୁଢ଼ୀ ନା ସେ ଜମା ଛାଡ଼ିଲାନି ମୋତେ ତ ମୁଁ ସେଥିପାଇଁ ଲୁଚିକି ଯାଉଛି ତାପରେ ବର୍ତ୍ତମାନ ଖଣ୍ଡଗିରି ଯାତ୍ରାରେ ମୁଁ ଅଲରେଡ଼ି ପହଞ୍ଚି ଯାଇଛି ବୁଢ଼ୀ ତାର ଘରେ ନାମ ନେଉଥାଉ ମୁଁ କିନ୍ତୁ ଏଠୁ ଖେଲା କରିକି ଯିବି ଜୟ ଜଗନ୍ନାଥ ଏମିତିଆ ଗୋଟେ କରିଥିଲୁ ଆଉ ଏବେ ପୁରା ବନ୍ଦ ହେଇଗଲା ଆପଣ ଖୁସି ଅଛନ୍ତି ନିଶ୍ଚିତ ଭାବରେ ଏଇଟା ବହୁତ ଆଗରୁ ସରକାର ପଦକ୍ଷେପ ନେବା କଥା ଡେରି ହେଲେ ବି ଯାହା ହଉ ଗୋଟେ ବଡ଼ ପଦକ୍ଷେପ ନେଇଛନ୍ତି ଏବଂ ବନ୍ଦ କରିଛନ୍ତି ଖାଲି ଖଣ୍ଡଗିରି ନୁହେଁ ଓଡ଼ିଶା ମାର୍କେଟରେ ସେଇଟା ବନ୍ଦ ହେବା ଦରକାର ଯେଉଁ ଆମର ଯାତ୍ରା ଷ୍ଟେଜ୍ରେ ମୁଁ କହୁନି ଯେ ସେ ଷ୍ଟେଜ୍ ଅଲଗା ଅଛି ସେ ଜାଗା ଅଲଗା ଅଛି ସେ ଜାଗାରେ ସେମାନେ ନାଚନ୍ତୁ ଆମର କିଛି କହିବାର ନାହିଁ ତ ଆମ ମଞ୍ଚରେ ସେଇଟା ବନ୍ଦ ହେଇଛି ଭଲ ହେଇଛି ଅଲ୍ ଓଡ଼ିଶାରେ ପ୍ରାୟ ବହୁତ କମିଟି ସଚେତନ ହେଇଗଲେଣି ଆଉ କେବଳ ପଶ୍ଚିମ ଓଡ଼ିଶା ଟିକେ ଟିକେ ବର୍ତ୍ତମାନ ଚାଲିଛି ଯେଉଁଟା ସେମାନେ ବି ମାନୁଛନ୍ତି ଆମେ ପଶ୍ଚିମ ଓଡ଼ିଶା ଯାଉଛୁ ତ ପଶ୍ଚିମ ଓଡ଼ିଶା ତାପରେ ଧୀରେ ଧୀରେ ମାନେ ମୋ କହିବା କଥା କ'ଣ ସରକାର ବା ପ୍ରଶାସନ ଚାହିଁଲେ ସବୁ ବନ୍ଦ ହେଇଯିବ ଟେନସନ୍ ନାହିଁ ବନ୍ଦ ହେଇଯିବ ଆଉ ଏଇଟା ଆରମ୍ଭ ହେଲାଣି ମାନେ ବନ୍ଦ ହବ ଆଉ ସେମିତି ହେଇଥିବ କିଏ କ'ଣ କରୁଥିବେ ନହେଲେ ସେ କ'ଣ ମିଛ କହୁଛନ୍ତି କିଏ କରୁଥିବ ନନଭେଜ୍ କ'ଣ ଆଇଁଷ ତ ନନଭେଜ୍ ମାନେ ଆଇଁଷ ନା କ'ଣ ଡୁଆଲ୍ ମିନିଂ ମାନେ କ'ଣ ଦୁଇଟା ଅର୍ଥ ହଁ ଦୁଇଟା ଯାକ ଅର୍ଥ ଖରାପ ନା ଦୁଇଟା ଯାକ ଅର୍ଥ ଭଲ ଗୋଟେ ଖରାପ ଗୋଟେ ଭଲ ଯଦି ଆପଣ ଏତେ ଭଲ ତାହେଲେ ଭଲଟାକୁ କାହିଁ ବୁଝୁନାହାନ୍ତି କାହିଁ ଭଲ ବୁଝୁନାହାନ୍ତି ମୋ କହିବା କଥା ହେଉଛି ଆପଣ ମାନସିକତା ଭିତରେ ଅଶ୍ଳୀଳତା ଅଛି ଆପଣ ଯାହା ବୁଝନ୍ତୁ ଆପଣ ହାସ୍ୟରସଟାକୁ ଗୋଟେ ମନୋରଞ୍ଜନ ହିସାବରେ ଯଦି ନେବେ ବଢ଼ିଆ ହେବ ଆପଣ ତାକୁ ଯଦି କହିବେ ମୁଁ କ'ଣ ପ୍ରବଚନ ଦେଉଛି ଏଠି କି ନା ଏଠି ଗୋଟେ ରାକ୍ଷୀ ବାନ୍ଧିବାକୁ କିଏ ବଇଛି ତ ହସଟାକୁ ହସ ହିସାବରେ ନିଅନ୍ତୁ କପିଲ ଶର୍ମା ଶୋ ଦେଖନ୍ତୁ ସିଏ ବି ପଞ୍ଚ ଲାଇନ୍ରେ ଆସୁଛି ଡୁଆଲ୍ ମିନିଂ ଆସୁଛି ତ ଡୁଆଲ୍ ମିନିଂ ଯେତେ ଆପଣଙ୍କ ଭାଷାରେ ଡୁଆଲ୍ ମିନିଂ ଦୁଇଟା ଅର୍ଥରେ କଥା ବାହାରୁଛି ଦୁଇଟା ଶବ୍ଦରେ ଦୁଇଟା ଅର୍ଥ ତ ଗୋଟେ ଭଲ ଗୋଟେ ଖରାପ ଆଇଲା ଦାଣ୍ଡରୁ ବୁଝିଲା ବାଡ଼ିଆଡ଼ୁ ମୁଁ କହିନାହିଁ ଆପଣ ହସାଇଲେଣି କାହିଁକି ହସିଲେ ତାମାନେ ଆପଣଙ୍କ ଭିତରେ ଅଶ୍ଳୀଳତା ଅଛି ତେଣୁ ଆପଣଙ୍କ ମାନସିକତାର ଅଶ୍ଳୀଳତା କାରଣ ଏଟାକୁ ମନୋରଞ୍ଜନ ହିସାବରେ ନିଅନ୍ତୁ ବଢ଼ିଆ ଲାଗିବ ସେ କହୁଛନ୍ତି ଯଦି ଯାତ୍ରା ପେଣ୍ଡାଲ ଉପରେ ଡବଲ ମିନିଂ ୱାର୍ଡ ୟୁଜ୍ ହୁଏ ତାହେଲେ ଆମେ ଯାତ୍ରା ଭିତରେ ପଶିକି ଭାଙ୍ଗି ଦେବୁ ନା ସେଇଟା ଗୋଟେ କଥା ଇଏ ତାଙ୍କର କାହାର କ'ଣ ମନ ହେଲା କହିଲା ଆଉ କ'ଣ କରିବୁ ଗୋଟେ ଜିନିଷ ଆପଣ ଜଣେ ବରିଷ୍ଠ କଳାକାର ଆପଣ ଜାଣିଥିବେ ତ ବରିଷ୍ଠ କହିଲା ମୋତେ ବାଧୁଛୁ ଗୋଟେ ବରିଷ୍ଠ କହୁଛୁ ବାଳ ସୁଦ ପାଚିନି କଥା କହୁଛି ଆପଣ ପୁରୁଣା କଳାକାର ହଁ ବାସ ହଁ ପୁରୁଣା କହିଲେ ଚଳିବ ଯାତ୍ରା ଷ୍ଟେଜ୍ରେ ଆପଣଙ୍କ ଇଚ୍ଛାରେ ହଉ କି ଅନିଚ୍ଛାରେ ହଉ ଯାତ୍ରା ମାଲିକଙ୍କ ଇଚ୍ଛାରେ ହଉ କି ଅନିଚ୍ଛାରେ ହଉ ଷ୍ଟେଜ୍ ଉପରେ ମଞ୍ଚ ଉପରେ ଅଶ୍ଳୀଳ ନୃତ୍ୟ କରିବା ଆପଣଙ୍କୁ ବାଧେନି ଆରେ ବାଧେ ବୋଲି ତ ମୋତେ ଓଡ଼ିଶାରେ ପ୍ରଥମେ ଯାତ୍ରା ଜଗତରେ ପ୍ରଥମେ ମୋତେ ମୁଁ ପ୍ରତିବାଦ ଆରମ୍ଭ କରିଥିଲି ତ ସେଥିପାଇଁ ବହୁତ ବେଜିତି ମୁଁ ହେଇଛି ବହୁତ କଥା ମୋତେ ଲୋକ କହିଛନ୍ତି ଗୋଟେ ସେ ଯେଉଁ କମିଟିରେ ମୁଁ କହିଥିଲି ସେ କମିଟି ମୋତେ ହାଣି ଦେବା ପାଇଁ ଯୋଜନା କରିଥିଲା ମାନେ ଦୁଃଖର ବିଷୟ ପରେ ମୁଁ ଶୁଣିଲି କଥାଟା ମୋତେ ସେଠୁ ଆମ ମ୍ୟାନେଜର କହିଲେ ତୁମେ ପଳେଇ ଯାଅ ମାନେ ହାଣି ଦେବା ତାକୁ ମାନେ ଏଇଭଳିଆ କଥା ମାନେ ହଁ ଯେଉଁ ଜାଗାରେ ଆମେ ଫାଷ୍ଟ ଆମେ ଇଏ କରିଥିଲୁ ମଞ୍ଚକୁ ଚଳେଇ ଆମ ରାଜଧାନୀ ଉପରେ ହଁ ହଁ ମାନେ ସେ ଗୋଟେ ପ୍ଲାନ୍ କରିଥିଲେ ମସଲା କରିଥିଲେ ଯେଉଁଟା ଆମ ରାଜଧାନୀ ଟିମ୍ ଆମେ ସମସ୍ତେ ଥିଲୁ ଆମର ହଁ ବାବୁସାନ ଜିନାଠୁ ଆରମ୍ଭ କରିକି ରୁଦ୍ରବାବୁଠୁ ଆରମ୍ଭ କରିକି ଆମ ରାଜଧାନୀରେ ଯେତେ ଥିଲେ ରବୀନ୍ଦ୍ର ବାବୁ ଆଉ କୁନି ଆମର ଯେତେ ଥିଲେ ତା ଦେହରେ ପ୍ରତାପ ସବୁ ଆମେ ଥିଲୁ ତ ସେମାନେ ମୋତେ ଭିତିରା କହିଲେ ତୁ ପଳେଇ ଯା ଯାତ୍ରା ତ ବନ୍ଦ ହେଲା ତୁ ପଳେଇ ଯା ଡ୍ୟାନ୍ସର ଜଣ କିଏ ଥିଲେ ତାହେଲେ ଡ୍ୟାନ୍ସର ଜଣ କିଏ ଥିଲେ ନା ପଚାରିବାକୁ ତ ବାଧ୍ୟ କରୁଛୁ ତୁ କ'ଣ ଦେଖିନୁ ଜମା ଜାଣିନୁ ଏଇଟା ଗୋଟେ କଥା ନା ପୁଣି ଏଇନେ କହିବି ପୁଣି କିଣା ହବ ମୋର ମୁଁ କହିବି ଏଡ଼େ ଶିଖି ଚାଲିଆ ଖାଲି ଖୋଳିକି କାଢୁଛି ତ ଇଆଡ଼େ ଇଏ ନାଲୁ ହଁ ନା ସ୍ତ୍ରୀ ପୁରାଣ ନୁହଁ ସେଇଟା ସ୍ତ୍ରୀ ପୁରାଣ କେଉଁଥିରେ କରିଥିଲି ସେଇଟା ଗୋଟେ କରିଥିଲି ଯେଉଁ ମାନେ ଝିଅଙ୍କୁ ବାହା ହେବା ପାଇଁ ରାଜି ହେଉନି ଯେ ଏଜ୍ ମୋ କ୍ୟାରେକ୍ଟରଟା ଉଠି
गोटे कौन फिमेल सेंटिमेंट माने फिमेल हॉर्मोन अधिका थिबा चरित्रटा आज नाटक रे कहवा गला जो सुनले बाप से कौन झील पसंद करनी तो से ताकू आसिकी आमर जे प्रताप बाबू सी आसिक कहते मो पाखे झील सफिसीयंट अच्छे तुम बाहु मुझे ना ना कौ टाइप झील अच्छे कहले एक्चुअली मुझे मैरेज करी मत 42 हो गला तो मो माइंड की मैच कला बेले झीटे मु पाऊनी तो बाई दिए मो माइंड की मैच कला बेले झीटे जी पाइबी मुझे निश्चित मैरेज करी मत दरकार नहीं माने गोरा दरकार नहीं काली होता पेचिरी होता दांती होता जा होता किंतु मोबाइल धर न एमती झील गोटे मत दे पार मुझे मैरेज करी जो आज 42 है एज अपेक्षा करची कौटी मोबाइल धर न झील मत जुटियो तेज जाए बाहर जदि न जुटियो मुझे बाहबी तो बाई दिए सी कौन कला ब्राह्मण झील अच्छे पंडा घर झील अच्छे नो 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 आई डोंट लाइक पंडा घर झील से पंडा घर झील विषय में गोटे रैप संग लिखी पंडा घर झील मोड़ ताल मिसरी पानी देखु देखु सी जीव बतुरी पंडा घर झील मोड़ ताल मिसरी पानी देखु देखु सी जीव बतुरी फ्रिज रे रखिले भी न हुए ठंडा ग्रेट खोली आसिले भी भांगी बसंडा फ्रिज रे रखिले भी न हुए ठंडा ग्रेट खोली आसिले भी भांगी बसंडा अरुआ डालमा संगे खाटी गुआ घिओ खाई बड़ होइछि पंडा घर झील अरुआ डालमा संगे खाटी गुआ घिओ खाई बड़ होइछि पंडा घर झील काकुड़ी गाजर मूला खाई करे बांती काकुड़ी गाजर मूला खाई करे बांती तथापि से कालू बालू हुए ना शांति आई डोंट लाइक पंडा घर झील आज जी सीट आपंकर भितर अच्छी सब फुल रही ना कि खाली रही ना खाली अच्छी तो जो मैंने आइटम डांसर मैंने अच्छा से कहते कि आम जो जाओ हाउसफुल जाए तो से मैंने आसी ना बोली सीट गुड़ा खाली रही जाए ना ना खंडगिर दुईटा फेज आम कहती फास्ट फेज और सेकेंड फेज जो कि फास्ट फेज जहाँ डल रपार सेकेंड फेज जोटा 7 तारिख जो आरंभ हम आपंकर 12 तारिख फुल फेज रुए यहाँ मेलाटा एवं धरुची ना से बहुत पार्टी फास्ट फेज आसो राजी पाती